କିଛି ହେବ ନାହିଁ ବାରେ ପ୍ରଭୁ। ଯେଉଁ ଭକ୍ତ ଶ୍ରଦ୍ଧେୟ ଶ୍ରୀ ଲକ୍ଷ୍ମୀଧର ସାହୁ ତାଙ୍କର ଆଜି 14ତମ ଦିବସର ସନ୍ଧ୍ୟା ଦିବସର କାର୍ଯ୍ୟକ୍ରମ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବତାଙ୍କର ପ୍ରାଙ୍ଗଣ ବିଦ୍ୟମାନ ସମସ୍ତ ପୂଜ୍ୟ କାର୍ଯ୍ୟ ସମାପନ ହୋଇଯାଇଛି। କହିବାର ତାତ୍ପର୍ଯ୍ୟ ଠାକୁର ଯେଉଁ ପଦଟି ଲେଖିଲେ ମୁଁ ହିଁ ଜାଣୁଅଛି ତୁମ୍ଭ କୃପା ବିନା ବାରେ କିଛି ହେବ ନାହିଁ ବାରେ ପ୍ରଭୁନା। ତେଣୁକରି ସେ ସବୁବେଳେ ଆଶ୍ରମ ଯାଆନ୍ତି, ସାଧୁସନ୍ଥଙ୍କୁ ଭଲ ପାଆନ୍ତି, ଭକ୍ତଙ୍କୁ ସମସ୍ତଙ୍କୁ ଭଲ ପାଆନ୍ତି। ଆଉ ସବୁବେଳେ ଗୋଟେ କଥା କୁହନ୍ତି, ଠାକୁର ମୁଁ ଚାଲୁ ଚାଲୁ ବୁଲୁ ବୁଲୁ ମୋର ପ୍ରାଣଟା ଚାଲିଯାଆନ୍ତା କି। ବୃଦ୍ଧ ଅବସ୍ଥା ହେଲା, ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ଆଉ ସବୁବେଳେ କୁହନ୍ତି ପ୍ରଭୁ ଯେତେବେଳେ ଆସିବି ଏ ଶାନ୍ତିଧାମରୁ ପ୍ରାଣଟା ଯାଆନ୍ତା। ବାରମ୍ବାର କୁହନ୍ତି। ଆଉ ବୃଦ୍ଧ ହେଲେ କିଏ ଚାହିଁବ ନ ଚାହିଁବ ସଂସାର କଥା, ଆଉ ଏଇ ଶାନ୍ତିଧାମରୁ ମୋ ପ୍ରାଣ ଯାଉ। ଯେମିତି ତାଙ୍କୁ କହିବା କଥା ପ୍ରଭୁ ଯେମିତି ଶୁଣିଛନ୍ତି ବାସ୍ତବରେ ତାହା ପୂରଣ ହେଇଛି। ସେଦିନ ଗଲେ ଯେଉଁମାନଙ୍କୁ ସବୁ ଭଲ ପାଆନ୍ତି, ଯେତେ ସାଧୁସନ୍ଥ ଭଲ ପାଆନ୍ତି ସମସ୍ତେ ସାକ୍ଷାତ କଲେ, ସମସ୍ତଙ୍କ ସହିତ ମିଶିଲେ, ବସିଲେ, ପ୍ରସାଦ ପାଇଲେ, ଆଉ ଶୋଇଲେ। ଶୋଇବା ସମୟରେ ତାଙ୍କର ପ୍ରାଣ ଯାଇଛି। ବୋଲ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। କାରଣ ପ୍ରଭୁଙ୍କର କୃପା ନଥିଲେ ଏମିତି ମୃତ୍ୟୁ ପ୍ରାପ୍ତ ହୁଏନି, ସମସ୍ତଙ୍କୁ ପ୍ରାପ୍ତ ହୁଏନି। ସେ ସୌଭାଗ୍ୟବାନ ବ୍ୟକ୍ତି କିଞ୍ଚିତ 100ରୁ ଜଣେ ଜଣେ କିଏ ଥିବେ ଯାହାଙ୍କୁ ଏହିପରି ପ୍ରଭୁଙ୍କର କୃପା ହୁଏ। ଯାହା ହେଉ ଲକ୍ଷ୍ମୀଧର ବାବୁଙ୍କର ଅମର ଆତ୍ମାର ସଦ୍ଗତି ହେଉ ଆନନ୍ଦ ଗବାର ହରି। ନାରାୟଣ ତାଙ୍କର କଲ୍ୟାଣ କରନ୍ତୁ ଆନନ୍ଦ ଗବାର ହରି ବୋଲ ହରି। କହିବାର ତାତ୍ପର୍ଯ୍ୟ ଯେତେବେଳେ ଏଇ ରାସ୍ତା ଦେଇକି ଆମେ ଯାଉ ତାଙ୍କର ଛୋଟିଆ ଦୋକାନ ଅଛି। ସବୁ ସାଧୁସନ୍ଥମାନଙ୍କୁ ଡାକିବେ, ଭକ୍ତମାନଙ୍କୁ ଡାକିବେ, ଚାହା ଟିକେ ଦେବେ, ବିସ୍କୁଟ୍ ଦିଟା ଦେବେ, ସୁଖ ଦୁଃଖ ହେବେ, ନିଜର ମନ କଥା କହିବେ। ତେଣୁକରି ଏଇ ଯେଉଁ ଭାବ ଆଦାନ ପ୍ରଦାନ ଭିତରେ ସେ କେତେବେଳେ ଠାକୁରଙ୍କୁ ଏତେ ଭଲ ପାଇଛନ୍ତି ଯେ ଆମେ କେହି ବି ଜାଣନ୍ତିନି। କାରଣ ତୋର ମୋର ଭାବ ନ ଜାଣେ କେହି, ତୁ ମାତ୍ର ଜାଣ ମୁଁ। ବେପାରରେ ସାନ ବଡ଼ ନଥାଏ, କର୍ମ ଭାଗବତ କୁହନ୍ତି କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତେଣୁକରି କର୍ମ କରିବା ଲଜ୍ଜା ସଙ୍କଟ କିଛି କଥା ନାହିଁ। ଜଗନ୍ନାଥଙ୍କର ଅନ୍ୟତମ ଭକ୍ତ ଜାତିରେ କଂସାଇ, ସେ କ'ଣ କରନ୍ତି ନା ମାଂସ କାଟନ୍ତିନି ସତ, କିନ୍ତୁ ଆଣନ୍ତି, ବିକ୍ରି କରନ୍ତି, ଆଉ ସେଇଥିରେ ପରିବାର ପ୍ରତିପୋଷଣ କରନ୍ତି। ଏହା କଲା ଭିତରେ ଦିନକର କଥା ସେ କ'ଣ କରନ୍ତି, ଗୋଟେ ବଟକରା ସ୍ୱରୂପ ଶାଳଗ୍ରାମ ଭଗବାନଙ୍କୁ ରଖି ଓଜନ କରନ୍ତି। ଆଉ ଯେତେବେଳେ ଶାଳଗ୍ରାମ ଓଜନରେ ଉପର ବେଶୀ କମ୍ ବେଶୀ ହୁଅନ୍ତି ସେତେବେଳେ ତାଙ୍କୁ ଭାରି ଖୁସି ଲାଗେ, ଭଗବାନ ଖୁସି ଲାଗେ। ଠାକୁର ଯେମିତି ସଠିକ୍ ଦୋଳି ଖେଳୁଛନ୍ତି। ସାଧୁ ସେଇ ରାସ୍ତା ଦେଇ ଯାଉଥିଲେ, ଆଉ କହିଲେ ଆରେ ତୁମେ ଜଣେ କଂସେଇ, ତୁମେ ଜାଣୁଛ ଏଇଟା ଶାଳଗ୍ରାମ ମହାପ୍ରଭୁ, ତାଙ୍କୁ ରଖିଛ, ତୁମେ ରଖିକି ତାକୁ ଓଜନ କରୁଛ, ନିଶ୍ଚିତରେ ତଉଲୁଛ, ଆଉ ତାକୁ ମୋତେ ଦେଇଦିଅ, ଆଉ ତୁମେ ତୁମର ଯାହା ପ୍ରାପ୍ୟ ହେଉଛି ନେଇଯାଅ। କହିଲେ ପ୍ରାପ୍ୟ କିଛି ଆବଶ୍ୟକ ନାହିଁ, ଆପଣ ଯଦି ମାଗୁଛନ୍ତି ତାହେଲେ ନେଇଯାଆନ୍ତୁ। ଠାକୁରଙ୍କୁ ମହାରାଜ ଧରିଲେ, ଚାଲିଲେ ତାଙ୍କର ଆଶ୍ରମକୁ, ଆଶ୍ରମ ଯାଇ ରଖିଲେ, ମହାସ୍ନାନ କରାଇଲେ, ସୁବର୍ଣ୍ଣ ପାତ୍ରରେ ବସେଇଲେ, ବସେଇ ମହାସ୍ନାନ ସରିଲା, ପୂଜାବିଧି ସରିଲା, ପୁଷ୍ପାଞ୍ଜଳି ଦେଲେ, ନୈବେଦ୍ୟ କଲେ, କଲା ପରେ କ'ଣ କଲେ, ଯାଇକି ବିଶ୍ରାମ କଲେ। ବିଶ୍ରାମ କଲା ପରେ ଭଗବାନ ଆସିଲେ, ସ୍ୱପ୍ନାଦେଶ କଲେ, ଆରେ ମୁଁ ଯେଉଁଠି ଥିଲି ମୋତେ ନେଇଯା, ସେଇଠି ଛାଡ଼ିଦିଆ। ଆଶ୍ଚର୍ଯ୍ୟ ହେଇଗଲେ, ସାଧୁ ଉଠି ପଡ଼ିଲେ, କହିଲେ ପ୍ରଭୁ ଆପଣ ଅପନ୍ତାରେ ପଡ଼ିଥିଲେ, ମାଂସ ସେ କାଟୁଛି, ବିକ୍ରି କରୁଛି, ସବୁ କରୁଛି, ମୁଁ ଆପଣଙ୍କୁ ସେଠୁ ଆଣିଲି, ସୁନ୍ଦର ଜାଗା ରଖିଲି, ଭଲ ରଖିଲି, ଆପଣଙ୍କୁ ମନ ଜାଣି ସେବା କଲି, ଏଇଟା କ'ଣ କମ୍ ହେଇଗଲା କି ଠାକୁର? ଠାକୁର ନାଇଁ ଯେ ସେ କଥା ନୁହେଁ, ସିଏ ଯେତେବେଳେ ମୋତେ ନା ତଉଲୁ ଥାଏ, ମୁଁ ଟିକେ ହଲିଗଲେ ସେ ନାମ ସଂକୀର୍ତ୍ତନ କରେ, ଆଉ ମୋତେ ସେତେବେଳେ ଭାରି ଆନନ୍ଦ ଲାଗିଲା। ସେଥିପାଇଁ ମୁଁ କହିଲି ମୋତେ ନେଇଯା, ସେଇଠି ଛାଡ଼ିଦେବ, ମୋତେ ଏଠି ସୁଖ ଲାଗୁନି। କାରଣ ଭଗବାନ ଯାହାକୁ ଭଲ ପାଆନ୍ତି ତା ପାଖାପାଖି ଥାନ୍ତି। ତେଣୁକରି ଠାକୁର ଯେତେ ଲୀଳାଖେଳା କଲା ଭିତରେ ଇଏ କ'ଣ କଲେ ନା, ଯେତେବେଳେ ନେଇକି ଦେଇଦେଲେ ସିଏ ତଉଲିଲା, କମ୍ ବେଶୀ ହେଲା, ଠାକୁର ଆନନ୍ଦ ହେଲେ। ସେଇଭଳି କଥା ଇଏ ଯେଉଁ ବେପାର କରୁଥିଲେ, ଠାକୁରଙ୍କୁ ଆ ଭିତରେ କେତେବେଳେ ଭଲ ପାଇଛନ୍ତି, କେତେ ଚିନ୍ତା କରି